ଏ ଦେଖିଲୁ ନା ଆରେ କଥାରେ ଅଛି ପରା ସେ ପାଞ୍ଚ ପରମନ୍ଦ ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ ଏ ପରା ଆଗରୁ ଲିପିବଦ୍ଧ ହେଇସାରିଛି। ହେଇ ଦେଖୁନ ମା ଠାରୁ ପୁଅର ସ୍ନେହ ମମତାକୁ ଦୂରେଇ ଦେବା ପାଇଁ ସେଟା ଯେ ମୋ ପଛରେ ପଡ଼ିଥିଲେ। ହେଇ ଦେ ତୋ ମା ତ କେମିତି ଖୋଜି ଖୋଜି ମୋ ଧନଟା ମୋ ସୁନାଟାକୁ ମୁଁ ପାଇଯାଇଛି। ଏ ସିନା ଦେ ଏ ଦୁନିଆର ପୁଅମାନେ ସିନା ମା ସ୍ନେହକୁ ଭୁଲି ଯାଇ ମାର ଅନ୍ତିମ ଅବସ୍ଥାରେ ମାକୁ ପର କରିଦେଇ ଠେଲି ଦେଇ ଚାଲି ଯାଆନ୍ତି, କିନ୍ତୁ ଏ ଝିଅମାର ବି ସେମିତି କରିବୁନି ମୋ ଧନ। କାହିଁକି ନା ତୁ ମୋର ଏକଇର ବାଳା। ଆରେ ମୋ ପାଖରେ ତୋ ବାପା ନାହାନ୍ତି ସତ, କିନ୍ତୁ କ'ଣ ଯେ କରିବି ଏ ଅସମୟରେ ସେ ମୋ ଠାରୁ କେତେ ଦୂରକୁ ଦୂରେଇ ଗଲେ ଯେ ସେଇ କଥା ଭାବିଲା ପରେ ମୁଁ ଛାତିରୁ କଳିଜା ଛିଣ୍ଡି ତଳ ଗଡ଼ି ପଡ଼ୁଛି। କାହାକୁ ହବ କ'ଣ କହିବି? କିଏ ହବ ଶୁଣିବ ମୋ ମନର ଭାଷା? ଆରେ ମୋ ମନର ଭାଷା ଶୁଣିବା ପାଇଁ ତ ଏ ଦୁନିଆରେ କେହି ନାହାନ୍ତି। ତୋ ଜୀବନକୁ ବଞ୍ଚେଇବା ପାଇଁ ମୁଁ ଆଜି ଆସିକି ଏ ରାଜାଙ୍କ ଘରେ ସୌତୁଣୀ ହିସାବରେ ଜୀବନ କାଳତିପାତ କରୁଛି। କ'ଣ କରିବି? ଏ ପରା ମୋ ବିଧିର ବିଧାନ। କାହାକୁ ହବ କ'ଣ କହିବି? ଶୁଣିବ ବାକି ସେ ଯାହା ବି ହଉ ଆଜି ମୋ ମନ ଉଣା କରିବା ପାଇଁ ଜମାରୁ ବି ଚାହିଁବିନି। କାହିଁକି ନା ତୁ ପରା ମୋ ପାଖରେ ଅଛୁ। ତୁ ମୋ ଧନ ସମ୍ପତ୍ତି, ତୁ ମୋ ପିତା ମାତା, ତୁ ମୋର ସବୁ କିଛି, ତୁ ମୋର ଆଖିର ପିତୁଳା। এটা তো ঠিক ସମୟ ହୋଇଛି। କଳାବତୀ ଅଚେତନର ଶୋଇଛନ୍ତି। ସେ ରାଜା ପୁଅକୁ ନେଇ ସେ କଳାବତୀର ପୁଅକୁ ଛାଡ଼ିକି ଯାଉଛି ମୁଁ।
ଆରେ ମୋ ଛୁଆକୁ ନିଦରେ ଶୁଅ ଶୁଅ ଏମିତି ହଠାତ୍ ମୋ ଆଖିରେ ନିଦ ଲାଗିଯାଇଛି। କ'ଣ କରିବି? ନିଦ ବେଲାରେ ଏମିତି ମୁଁ ବି ଶୋଇ ପଡ଼ିଥିଲି। ଆଜିକୁ ନିଦ ଶୁଣିଲାଣି ମୋ ପୁଅଟା କେତେ ସୁନ୍ଦର ନିଦରେ ଶୋଇ ପଡ଼ିଛି। ଏମିତି ପୁଅମାନେ ଯଦି ନିଦରେ ଶୋଇ ପଡ଼ନ୍ତି ତାହେଲେ ମାଆକୁ ଜମାରେ ବି ବୁଝେଇବା ପାଇଁ କଷ୍ଟ ପଡ଼େନି। ସେ ପରା ମୁଁ ସୁନାଟି। ଆରେ ସତ କୁହନ୍ତି ବାଲ୍ୟକାଳରେ ଛୁଆମାନେ ସବୁ ଠାକୁରଙ୍କ ବରଦାନ ଆଉ ସ୍ୱୟଂ ସିଏ ଠାକୁର ପାଲଟି ଯାଇଛନ୍ତି। ସତ କଥା। ନା 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 ମୋ ଛୁଆ ଶୋଇଥିଲେ ମଧ୍ୟ ଏନେ ତାଙ୍କୁ ବୁଝେଇ ସୁଝେଇ କରି ମୋ କୋଳକୁ ନେଇକି ଆସେ। ମୋର ଯେ ଆସିବା ସମୟ ହେଇଯାଉଛି। ସ୍ୱାମୀ ପ୍ରିୟ ଆପଣ ତାହେଲେ ଆସି ଯାଇଛନ୍ତି? ଆରେ ଶୁଣ, ମୁଁ ଜଣେ ପତିବ୍ରତା ନାରୀ ହିସାବରେ ଆପଣଙ୍କ ପାଦ ସ୍ପର୍ଶନ କରିକି ମୁଁ ଗୋଟେ ଏଡ଼ସିରି କହିଯାଉଛି। ଏ କଳାବତୀ, ସ୍ୱାମୀ ତମ ପରି ସ୍ତ୍ରୀଟିଏ ପାଇଁ ଏ ରାଜା ବିକ୍ରମ କେଶରୀର ମନ ପ୍ରାଣଟା ଚରିତାର୍ଥ ହେଇଗଲା। ସ୍ୱାମୀ ଆଳୁ ଏ କଳାବତୀ, ତୁମରି ସୁନ୍ଦର ଚରିତ୍ର ଆଦର୍ଶ ବ୍ୟବହାର ସମ୍ପର୍କରେ ଏହି ମଣିପୁରର ପ୍ରତ୍ୟେକ ପ୍ରଜା ପ୍ରତ୍ୟେକ ମା ମାଉସୀ ଅନୁପ୍ରାଣିତ ହୁଅନ୍ତି। ଆଳୁ ଏ ପ୍ରିୟ ସ୍ୱାମୀ ତେବେ ଶୁଣ, ଏଇ ତୁମ ପ୍ରିୟ ତମର ଭୂମିଷ୍ଠ ପ୍ରାଣୀପାତ ଘୃଣା କରନ୍ତୁ। ଏ କଳାବତୀ ପ୍ରିୟ ସ୍ୱାମୀ ଆୟୁଷ୍ମତୀ, ଆଚ୍ଛା କ'ଣ ସ୍ୱାମୀ? ମୁଁ ଏଇ ଅସମୟରେ ଚାଲି ଆସିବାର କାରଣ ଅଛି। କ'ଣ? ପ୍ରଥମ ରାଣୀର ଦେହାନ୍ତ ପରେ ଏ କଳାବତୀ, ସ୍ୱାମୀ ପ୍ରଥମ ରାଣୀର ଦେହାନ୍ତ ପରେ ମୋ ମନଟା ଟିକେ ଦୁଃଖ ହେଇ ଯାଇଥିଲେ ମଧ୍ୟ ସ୍ୱାମୀ ତମ ପରି ସ୍ତ୍ରୀଟିଏ ପାଇଁ ମୁଁ ଧନ୍ୟ ମନେ କରୁଛି। ହେଲେ ପ୍ରିୟ, ସ୍ୱାମୀ ମୋ କହିବାର ଅର୍ଥ କ'ଣ କି? କ'ଣ କହୁଛନ୍ତି? ମୋ କହିବାର ଅର୍ଥ କ'ଣ କି ପ୍ରିୟ? କ'ଣ କହିବା ପାଇଁ ଚାହୁଁଛନ୍ତି ସ୍ୱାମୀ? ମାନେ କ'ଣ? ସେହି ଆମ ଶିଶୁ ସନ୍ତାନଟା କିପରି ଅଛି ମୁଁ ଟିକେ ଜାଣିବା ପାଇଁ ଚାହେଁ। ଓ ତାମାନେ ସେଇ ମୋ ଶିଶୁ ପୁତ୍ରକୁ କେମିତି ଅଛି ସେଇ କଥା ଜାଣିବା ପାଇଁ ଚାହୁଁଛନ୍ତି? ହଁ ଆରେ ବାବା ଶୁଣ, ସେ ନା ଏମିତି ମୋ ସ୍ନେହ ଆଦରରେ ବନ୍ଧା ପଡ଼ିଯାଇଛି ଯେ ଆଚ୍ଛା ପ୍ରିୟ, ସିଏ ନା ବାପା ମାନଙ୍କୁ ଆଜିକାଲି ଆଉ ମନେ ପକଉନି। ଏ କଳାବତୀ, ସ୍ୱାମୀ ମୁଁ ଭାବୁଛି ମୁଁ ଜାଣିଛି ତମେ ସେଇ ଶିଶୁ ପୁତ୍ରଟାକୁ ମା ଠାରୁ ବଳି ସ୍ନେହ ଦେଇ ପ୍ରତିପୋଷଣ କରିବ। ନିଶ୍ଚିତ ସ୍ୱାମୀ। ଆରେ ସେଥିପାଇଁ ମୁଁ ସଦାବେଳେ କହେ କ'ଣ କୁହ? ମୋ କଳାବତୀ ଗୋଟିଏ ଏ ରାଜା ବିକ୍ରମ କେଶରୀଙ୍କ ପାଇଁ ସତୀ ସ୍ୱାଧୀ ପତିବ୍ରତା। ସ୍ୱାମୀ ତମର କୋଉ ପ୍ରଶଂସା କରିବି କହ? ସ୍ୱାମୀ ପ୍ରିୟ, ଆପଣ ତାହେଲେ ମତେ ଏମିତି ପ୍ରଶଂସାରେ ଟେକି ରଖିଛି ଯେ ହଁ ସତ ଯେମିତିକି ମୋ ପାଦ ଦୁଇଟା ଯାକ ଖୋଲା ଆକାଶର ବିହଙ୍ଗ ବୋଲି ହଁ ନାହିଁ। ପ୍ରିୟ, ଆଚ୍ଛା ଶୁଣିବ, କ'ଣ କହିବ? ସେଇ ଶିଶୁ ତନ୍ତ୍ରକୁ ଟିକେ ମନ ପୁରେଇ ଦେଖିଲେ ଭଲ ହୁଅନ୍ତା କହୁଛି। ଆରେ ବାବା ନାଇଁ 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 ନାଇଁ, କାହିଁକି ଜାଣିଛ? କ'ଣ ହେଇଛି? ମୋ ଛୁଆଟା ନା ହଁ ଖୁଏ ପିଇକି ଏଇନେ ନିଦରେ ମୁଁ ଶୋଇ ଦେଇଛି। ନାଇଁ ଲୋ କଳାବତୀ, ମୋ ବାପ ପରା ପୁଅଟିଏର ତାକୁ ଟିକେ ଦେଖିବା ପାଇଁ ମୋ ମନଟା ଟିକେ ତରସ୍ତ ହେଇଯାଉଛି ନା। ଆଉ ଆରେ ବାବା ହଁ ଦେଖେଇବୁ ନା ମତେ ଆଉ। ଏତେ ଉଚ୍ଛନ୍ନ ହେଇ ପଡୁଛ? ଆଉ ତେବେ ଠିକ ଅଛି, ହଁ ମୁଁ ପୁତ୍ରକୁ ଆଣି ଦେଉଛି। ତମେ ଯେତିକି ମନେ ଭରିକି ଗେଲ କରିବା କଥା ଗେଲ କରିବା, ତାପରେ ରାଜ୍ୟର ପ୍ରଜାବାସୀଙ୍କର ମଙ୍ଗଳ କାମନା ପାଇଁ ତମେ ନିଶ୍ଚିନ୍ତ ଭାବରେ ବୁଲାବୁଲି କରିବ। ବାସ୍ତବିକ ହେଲେ ଠିକ ଅଛି ପ୍ରିୟ, ନେଇକି ଆସିବି। ଆସ ଏଇନେ ସାଙ୍ଗେ ସାଙ୍ଗେ ଆଣିଛି। ହଁ ଏ ଧନ ଏଇ ଦେଖୁନ ତା ପିତାଟା କେମିତି ତତେ ଦେଖିବା ପାଇଁ
ପାଖରେ ଟିକେ ଗେଲ କରିବା ପାଇଁ ସେତେ ବ୍ୟାକୁଳ ହେଉଛନ୍ତି। स्वामी प्रिय ए देखो तम से सुपुत्र को हेलो ए कलापति स्वामी ए पड़ोसी राज्यर राजा माने कहूथिले जे कौन कहते ए मणिपुर राज्य विक्रम केसरी गोटे निपुत्रिक भई किंतु ए छुआ जन्म जेते बेले हे गला ए मणिपुर राज्य अंधारटा आलोकरे परिणत हो हेले हेलो ए कलावती माँ हिसाब रे तमे ताकू किछिटा कहि ताकू टिके गेल करिबो बुझाइबो खुआइबो पियाइबो ताकू टिके नचाइबो ना निया এই কথা কইছ निया ছিয়া তাইলে स्वामी प्रिय ଜାଣିଛି ପରା हाँ ତମର ଅନେକ ଗୁଡ଼େ କାମ ଅଛି हाँ ତମର ପୁତ୍ରର ଜନ୍ମର ପୁତ୍ରଟିକୁ ସ୍ନେହ ଆଦର ମମତାରେ ଭରିଦେବା ପାଇଁ ମୁଁ ପରା ତା ମା ଅଛି तमरी दायित्व प्रिय से एडुरु एटा हेई ए राजा विक्रम केसरींकर नाटा रखि पुओ मो पुओटा मो बाप बाप पुओर केते जे निबिड़ संपर्क रही थाए ताहा गुटे फल बाप ई हृदयंगम करि पारि थाए आलो ए कलापति स्वामी यपि आ काहे के काल विलंब करूछ मो धनटाकू टिके गेल करि नचैबो नाओ स्वामी ଆରେ ମୁଁ ପରା ତାର ଗେଲ ବସରେ ଜନ୍ମ କରିଛି ତାକୁ ଖାଇକି ମୁଁ ଗେଲ କରିବି ରେ देखो देखो कि सुंदर छन छनी आरु पटा ସ୍ୱାମୀ ସେଇଥିପାଇଁ ପରା ତୁମର ସ୍ନେହ ଆଦର ଏମିତି ମୋତେ ଅଜାଡ଼ି ଦେଉଛ ଯେ ମୁଁ ମନେ ମନରେ କେତେ ସବୁ ଉଙ୍କି ମାରୁଛି ଜାଣିଛ प्रिय ତୁମରି ସ୍ନେହର